ନମସ୍କାର, ଜୟ ଜଗନ୍ନାଥ। ଆସନ୍ତୁ ଜାଣିବା ଆଜି ଏକ ସୁନ୍ଦର ଗପ। ଏକ ପୁରୁଣା ଆଶ୍ରମରେ ରହୁଥିଲେ ଏକ ଜ୍ଞାନୀ ଗୁରୁ। ତାଙ୍କ ନାମ ଥିଲା ଗୁରୁଦେବ ଦେବବ୍ରତ। ସେ କେବଳ ଶାସ୍ତ୍ର ଜ୍ଞାନ ନୁହେଁ, ଜୀବନର ସତ୍ୟ ନୀତି ମଧ୍ୟ ଶିଖାଉଥିଲେ। ଦୂର ଦୂରାନ୍ତରୁ ଅନେକ ଶିଷ୍ୟ ଆସି ତାଙ୍କ ଆଶ୍ରମରେ ବିଦ୍ୟା ଶିକ୍ଷା ଅଧ୍ୟୟନ କରୁଥିଲେ। ସେହି ଶିଷ୍ୟମାନଙ୍କ ମଧ୍ୟରୁ ଏକ ଯୁବକ ଥିଲେ ଆର୍ଯ୍ୟ। ଆର୍ଯ୍ୟ ବହୁତ ମେଧାବୀ ଥିଲେ, କିନ୍ତୁ ତାଙ୍କ ମନରେ ଗର୍ବ ଏପରି ଭରି ଯାଇଥିଲା ଯେ ସେ ଭାବୁଥିଲେ, ମୁଁ ସବୁ ଜାଣିଗଲି, ଗୁରୁଙ୍କ ଠାରୁ ଆଉ କିଛି ବି ଶିକ୍ଷା ମୋର କରିବା ନାହିଁ। ଏହିଭଳି ଏକ ଦିନ ଗୁରୁଦେବ ଆର୍ଯ୍ୟଙ୍କର ମନୋଭାବ ବୁଝିଗଲେ। ସେ ଆର୍ଯ୍ୟଙ୍କୁ ଡାକି କହିଲେ, ହେ ବତ୍ସ, ଆଜି ତୁମେ ଗାଁକୁ ଯାଇ ଏକ ମାଟିର ମଟକା ପାଣି ଭରିକି ଆଣ। ଆର୍ଯ୍ୟ ଆନନ୍ଦରେ ମଟକାକୁ ନେଇ ଗାଁକୁ ଗଲେ। ସେ ମଟକାକୁ ପାଣିରେ ପୁରା ଭରିଲେ, କିନ୍ତୁ ଫେରିଲା ବେଳେ ଦେଖିଲେ ରାସ୍ତାରେ ପାଣି ଝରୁଛି। ଆଶ୍ରମରେ ପହଞ୍ଚିଲା ବେଳେ ମଟକାରେ ଅଧା ପାଣି ମଧ୍ୟ ରହିଲା ନାହିଁ। ଗୁରୁଦେବ ତାଙ୍କୁ ପଚାରିଲେ, ହେ ବତ୍ସ, ପାଣି କେଉଁଠି ଗଲା? ଆର୍ଯ୍ୟ ଲଜ୍ଜିତ ହୋଇ କହିଲେ, ଗୁରୁଦେବ, ମଟକାଟି ଛୋଟ ଛୋଟ ଫାଟ ମଧ୍ୟ ଥିଲା। ତେବେ ଗୁରୁଦେବ ଅଳ୍ପ ହସି କହିଲେ, ଏହିପରି ତୁମ ମନରେ ଯେତେବେଳେ ଗର୍ବ, ଅହଙ୍କାର ଓ ଅସହିଷ୍ଣୁତା ଥାଏ, ସେତେବେଳେ ଜ୍ଞାନ ଧରି ରହିପାରେ ନାହିଁ। ଖାଲି ମନ ଓ ନମ୍ର ହୃଦୟରେ ହିଁ ସତ୍ୟ ଜ୍ଞାନ ରହିଥାଏ। ଏହି କଥା ଶୁଣି ଆର୍ଯ୍ୟଙ୍କର ଆଖିରୁ ଲୁହ ଝରି ପଡ଼ିଲା। ସେ ଗୁରୁଙ୍କ ପାଦରେ ପଡ଼ି କ୍ଷମା ମାଗିଲେ ଓ କହିଲେ, ଗୁରୁଦେବ, ଆଜି ମୁଁ ସତ୍ୟ ପାଠ ଶିଖିଲି। ସେହି ଦିନଠାରୁ ଆର୍ଯ୍ୟ ନମ୍ରତା ଓ ସେବାକୁ ନିଜର ଜୀବନର ମୂଳ ମନ୍ତ୍ର କରିନେଲେ। ଗୁରୁ ଶିଷ୍ୟର ସମ୍ପର୍କ ଏମିତି ଅଧିକ ପରିଚିତ ହୋଇଗଲା। ଏହାର ନୀତି ଶିକ୍ଷା ଆମେ ଶିଖିଲେ ଯେ ଗୁରୁଙ୍କ କୃପା ଓ ନମ୍ରତା ଛଡ଼ା ସତ୍ୟ ଜ୍ଞାନ କେବେ ମିଳିପାରେ ନାହିଁ। ନମସ୍କାର, ଜୟ ଜଗନ୍ନାଥ। ଏହି ଭିଡ଼ିଓଟି ଆପଣମାନଙ୍କୁ ଯଦି ଭଲ ଲାଗିଥିବ ଦୟାକରି ଲାଇକ୍ ସହିତ ସେୟାର କରନ୍ତୁ ଏବଂ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ଦୟାକରି ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ନମସ୍କାର।